ଭାରତଠୁ ମ୍ୟାଚ୍ ଜିତିବା ଆମର औକାତ ନାହିଁ। ହାରିବାର ଦୁଇଟି ବଡ଼ କାରଣ କହିଲେ ଜିମ୍ବାୱେ ଅଧିନାୟକ ସିକନ୍ଦର ରାଜା। ହାରାରେଠାରେ ଖେଳାଯାଇଥିବା ତୃତୀୟ ଟି20 ମ୍ୟାଚ୍ରେ ଜିମ୍ବାୱେକୁ 23 ରନ୍ରେ ପରାସ୍ତ କରିଛି ଭାରତ। ଏହା ସହିତ ଏହି ସିରିଜ୍ରେ 2-1ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ। ଭାରତ ପ୍ରଥମେ ବ୍ୟାଟିଂ କରି 4 ୱିକେଟ୍ ହରାଇ 182 ରନ୍ କରିଥିବା ବେଳେ ଜିମ୍ବାୱେ 6 ୱିକେଟ୍ ହରାଇ 159 ରନ୍ କରିବାକୁ ସକ୍ଷମ ହୋଇଥିଲା। ଡିଅନ୍ ମେୟର୍ସ ଏବଂ କ୍ଲାଇଭ୍ ମାଣ୍ଡାଡେ ଜିତିବା ପାଇଁ ଲଢ଼େଇ କରିଥିଲେ ମଧ୍ୟ ଶେଷରେ ବାଜି ମାରି ନେଇଥିଲା ଭାରତ। 183 ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଜିମ୍ବାୱେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ମାତ୍ର 39 ରନ୍ରେ 5 ୱିକେଟ୍ ହରାଇଥିଲା। ଏଭଳି ପରିସ୍ଥିତିରେ ଲାଗୁଥିଲା ଦଳ 100 ରନ୍ କରିବା ପୂର୍ବରୁ ଅଲ୍ ଆଉଟ୍ ହୋଇଯିବ। କିନ୍ତୁ ସେମିତି ହେବାକୁ ଦେଇନଥିଲେ 4 ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଡିଅନ୍ ମେୟର୍ସ। ସେ ଶେଷ ପର୍ଯ୍ୟନ୍ତ ଖୁଣ୍ଟ ଭଳି ଛିଡ଼ା ହୋଇଥିଲେ। ସେ 49 ବଲ୍ରୁ 7ଟି ଚୌକା ଏବଂ ଗୋଟିଏ ଛକା ସହାୟତାରେ 65 ରନ୍ କରିଥିଲେ। ଭାରତ ପକ୍ଷରୁ ୱାଶିଂଟନ୍ ସୁନ୍ଦର 3ଟି ୱିକେଟ୍ ନେଇଥିବା ବେଳେ ଆବେଶ ଖାନ୍ 2ଟି ଓ ଖଲିଲ ଅହମ୍ମଦ ଗୋଟିଏ ୱିକେଟ୍ ନେଇଥିଲେ। ଅନ୍ୟପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ହରାଇ 182 ରନ୍ କରିଥିଲା। ଏସ୍ଏସ୍ ଜୟସ୍ୱାଲ 36, ସୁମନ ଗିଲ୍ 66 ଓ ଋତୁରାଜ ଗାୟକୱାଡ଼ 49 ରନ୍ କରିଥିଲେ। ଜିମ୍ବାୱେ ପକ୍ଷରୁ 7 ଜଣ ବୋଲିଂ କରିଥିଲେ, କିନ୍ତୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା। କେବଳ ମୁଜାରବାନୀ ଓ ସିକନ୍ଦର ରାଜା 2ଟି ଲେଖାଏଁ ୱିକେଟ୍ ନେବାରେ ସଫଳ ହୋଇଥିଲେ। ମ୍ୟାଚ୍ ହାରିବା ପରେ ଜିମ୍ବାୱେ ଦଳର ଅଧିନାୟକ ସିକନ୍ଦର ରାଜା କହିଛନ୍ତି, ଆମ ଦଳ ଫିଲ୍ଡିଂ ସମୟରେ ଅନେକ ମିଷ୍ଟେକ୍ କରିଥିଲା, ତା ସହ କ୍ୟାଚ୍ ମଧ୍ୟ ଛାଡ଼ିଥିଲା। ସେଥିପାଇଁ ଭାରତଠୁ ଆମ ଦଳ ବହୁତ ପଛରେ ରହିଥିଲା ବୋଲି ସେ କହିଛନ୍ତି।